ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ତୁକାରାମଙ୍କ ବିଷୟରେ। ତୁକାରାମ ଜଣେ ପ୍ରସିଦ୍ଧ ମରାଠୀ ସନ୍ଥ ଏବଂ କବି ଥିଲେ। ସେ 17ଶ ଶତାବ୍ଦୀରେ ମହାରାଷ୍ଟ୍ରରେ ରହୁଥିଲେ। ସେ ଭକ୍ତି ଆନ୍ଦୋଳନର ଜଣେ ଦୃଢ ଅନୁଗାମୀ ଥିଲେ। ତୁକାରାମ ଅଭଙ୍ଗ ନାମକ ଭକ୍ତି କବିତା ଲେଖିଥିଲେ। ତାଙ୍କର ଶିକ୍ଷା ଭକ୍ତି ସମାନତା ପାଇଁ ଈଶ୍ୱରଙ୍କ ପ୍ରତି ପ୍ରେମ ଉପରେ ଗୁରୁତ୍ୱ ଦେଉଥିଲେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ତାହେଲେ ଟିକେ ଭିଡିଓଟିକୁ ଲାଇକ୍ କରିଦେବ, ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଭିଡିଓରେ। ନମସ୍କାର।